ଏମାନେ ବିଭିନ୍ନ ମନ୍ଦିରରେ ବସା ଉଠା କରି ସେହି ମନ୍ଦିର ଗୁଡ଼ାକରୁ ଚୋରି କରୁଥିଲେ। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ମନ୍ଦିର ଗୁଡ଼ାକରୁ ସେମାନେ ଚୋରି କରୁଥିଲେ ଏବଂ ଦୁଇ ଭାଇ ସେମାନଙ୍କର ବରଦା ଏବଂ ଅନ୍ନଦା ଦୁଇ ଜଣ ଧରା ପଡ଼ିଛନ୍ତି ବାଲିପାଟଣା ଥାନା ଭୁବନେଶ୍ୱରରେ ଏବଂ ଆମର ଧରା ହେଇଛି ଶାରଦା ଆଚାର୍ଯ୍ୟ ସେଟାକୁ ଧରିଛନ୍ତି ଆମର ଜଗତସିଂହପୁର ପୋଲିସ। ଏହି କେସ୍ ହେଲା ପରେ ତଦନ୍ତ ହେଲାରୁ ସେହି ଗାଁର ଚଢ଼େଇ ଗାଁର ଶିବ ମନ୍ଦିର ଚୋରି ହେଇଥିଲା ଏବଂ ଠାକୁରାଣୀ ମନ୍ଦିର ଚୋରି ହେଇଥିଲା। ତେଣୁ ସେଇଟାର ତଦନ୍ତରେ ଏଇ ଗୋଟିଏ ଭାଇ ଧରା ପଡ଼ିଲା ଆମଟି ଏବଂ ସେ ତାର ଘରେ ସବୁ ସାମଗ୍ରୀ ମାନେ ବିଭିନ୍ନ ମନ୍ଦିରର ସାମଗ୍ରୀ ଚୋରି କରି ପୋତିଥିବାର ସେ ସ୍ୱୀକାର କଲା ଏବଂ କାଲି ଆପଣମାନେ ଲାଇଭ୍ ଭ୍ୟୁ ବି ଦେଖାଉଥିଲେ ସେଇଟା ଗୁଡ଼ାକ ଖୋଳା ହେବା ସମୟରେ ଆଉ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ସବୁ ଜବତ ହେଇଛି। ଏହି କେସ୍ ଗୁଡ଼ାକ ସେମାନେ ସବୁ 10ଟା କେସ୍ରେ ବର୍ତ୍ତମାନ ସମ୍ପୃକ୍ତି ଥିବାର ବାହାରିଛି ଏବଂ ସେଇ ଯେଉଁ ଦୁଇ ଭାଇ ଅନ୍ନଦା ଆଉ ବରଦା ସେମାନଙ୍କୁ ଦୁଇ ଜଣଙ୍କୁ ବି ଏଠିକି ରିମାଣ୍ଡରେ ଅଣାଯିବ ଏବଂ ସେମାନଙ୍କୁ ପୁଣି ପଚରା ଉଚରା କରାଯିବ ଏବଂ କିଛି ସାମଗ୍ରୀ ମିଳିବାର କିମ୍ବା ଅନ୍ୟ କେହି ସମ୍ପୃକ୍ତି ଥିବାର ଜଣାଗଲେ ସେଟା ରିକଭରି କରାଯିବ ଏବଂ ସେହି ବ୍ୟକ୍ତିକୁ ଗିରଫ କରାଯିବ। ସେହି ବାବଦରେ ଖବର ଏପର୍ଯ୍ୟନ୍ତ ଆସିନାହିଁ। ସେହି ବାବଦରେ ତଦନ୍ତାଧୀନ ରହିଛି।